ଯୋଗମୟ ହେଲା ଓଡ଼ିଶା। ମୋବାଇଲ ଛାଡ଼ ମ୍ୟାଟ୍ ଧର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ। ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ଦେଶ ସହ ଓଡ଼ିଶା ମଧ୍ୟ ଯୋଗମୟ ହୋଇଉଠିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ଆୟୋଜନ ମଧ୍ୟରେ ଯୋଗ ଦିବସ ପାଳନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଅଭ୍ୟାସରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ। ଚାପମୁକ୍ତ ଜୀବନ ଏବଂ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ 20ରୁ 30 ମିନିଟ୍ ଯୋଗ ଓ ପ୍ରାଣାୟାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯୁବପିଢ଼ିଙ୍କ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋବାଇଲ ଛାଡ଼ ମ୍ୟାଟ୍ ଧର। ସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ଯୋଗ ଅଭ୍ୟାସକୁ ଜୀବନର ଅଂଶ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ବୟସ୍କମାନଙ୍କ ପାଇଁ ଯୋଗକୁ ବାର୍ଦ୍ଧକ୍ୟର ଔଷଧ ବୋଲି ବର୍ଣ୍ଣନା କରିଛନ୍ତି। ସେ ଆହୁରି ସୂଚନା ଦେଇଛନ୍ତି ଯେ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଯୋଗକୁ ସାମିଲ କରାଯିବ। ସେହିପରି ଜଟଣୀର ବିଛାଗିରିରେ 20 ଏକର ଜମିରେ ଏକ ବଡ଼ ଯୋଗ ଅନୁଷ୍ଠାନ ସ୍ଥାପନ କରାଯିବ। ଯୋଗକୁ ଜନ ଆନ୍ଦୋଳନର ରୂପ ଦେଇ ଘରେ ଘରେ ପହଞ୍ଚାଇବା ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।